मानव निकटरे शरण नेल से तुम मस्तक शाढ़ी प्रदान करिछि तुम्हें काले स्वर्णप्रसु लंका कटकर राजा रूपे अभिषिक्त से स्वप्न स्वप्न रही जे पर्यंत इंद्रजित शरीर रक्त प्रवाहित इंद्रजित राजा स्वप्न आज सर्वप्रथमे तुम्हारे प्राण को विनाश करी मोर ए रक्त पिपासु खड़ग तार तृष्णा को निवारण मानव को संबोधन करुच जान से किए से होउसंती त्रैलोक बिहारी प्रभु नारायण लंका सभा जिते तुम्हें भी उपस्थित थिल तुमर पिता मते पदार्थ से राज्य विचार करते पुत्र थिल तुम्हें चाहिए पिता को रक्षी कर अरे से राज्य विचारित हेले परे मो प्रभु हेउछन्ति मर्यादा पुरुष चरण तले शरण हे अंकितन को देखिबि केउ मर्यादा पुरुष आज मो हस्तरु तते रक्षा करे कोई उपमोही नारा गोविंदिया आए कोई उपमोही नारा गोविंदिया आए कोटि कोटि सरोगे जीवन रोला जीला आए पुरी रुवा जीवती नारा गोविंदिया आए तुम्हारो रे जीवनी मारो रे बुंदिया आए भक्ति रे सौमित्री नवारी रे छेरी आए भक्ति रे सौमित्री नवारी रे छेरी आए नमते कोई पर्वते तो सागत्र घेरी आए भगवत सभी नामे बुलावे तुरे आए मुक्त हुई गंगा कहती बाहाए आए तुम्हारे प्रति रक्त कोई पुकार आए सर्वे जी चिंता को बरलयो राम बारुद कालू मोर प्रभु सहित अनेक राक्षस राक्षसी मान बध करूँ आज लक्ष्मण ए रणांगन मध्य इंद्र सहित युद्ध कर समय लक्ष्मण शरीर धीरे धीरे कहीं बड़ क्षण होबार लगुच कौन करी लक्ष्मणपति लक्ष्मण वचन शुणी कहे विभीषण इंद्रजित आनव दानव नुहे से हूँ मेघनाद सामान्य ललाटे सर बाजिवा मात्र के आपण अधीर हो जाउछन्ति नाही लंकपति ताकू जते थर मु बाण प्रयोग करूछि ता शरीर को तार शरीर रे बड़ सते अधिक बड़ी भरे लागिछि आइ धनु घोष छुरी लाई एरो पुराण तुम्हें जदि अधिक हो जाऊच मो प्रभुंर
ଇନ୍ଦ୍ରଜିତକୁ ଭୂମିରେ ରଖ ସବୁ ଆସିବା ପର୍ଯ୍ୟନ୍ତ ମୋ ପକ୍ଷେ ଅସମ୍ଭବ ହୋଇ ପଡୁଛି। ଆଏ ସୁମିତ୍ରା ଗର୍ଭ ସମ୍ମୁଖ ଧରି ଝରେରି ଆଏ ଡଙ୍ଗା ଗଲା ଦଶରଥ ପାଳିତ କୁମାର ଆଏ ସତ୍ୟ ଧନ କୁଳେ ଦେବେ ହୋଇ ଶାନ୍ତନାଥ ସତ୍ୟ ଭଙ୍ଗ କରିବାର ନୁହେଁ କି ଉଚିତ କୁହ ଲଙ୍କପତି, ମତେ ସନ୍ଦେହ ଲାଗୁଛି କଣ ଲଙ୍କପତି? ତମେ ସୁମିତ୍ରା ମାତାଙ୍କ ଗର୍ଭରୁ ଜନ୍ମ ତ ହଁ ଲଙ୍କପତି, ଦଶରଥ ଔଷଧ ଜନ୍ମ ତ ହଁ ଲଙ୍କପତି, ତୁମେ ସତ୍ୟସନ୍ଧ କୂଳରେ ଜନ୍ମ ତ ହଁ ଲଙ୍କପତି, ନା ଲକ୍ଷ୍ମଣ କୁମାର ଲଙ୍କପତି, ତୁମେ ହେଉଛ ଦଶରଥଙ୍କର ପାଳିତ ପୁତ୍ର ଲଙ୍କପତି, ତୁମେ ସୁମିତ୍ରା ମାତାଙ୍କ ପୁତ୍ର ନୁହଁ ଲଙ୍କପତି, ତୁମେ ସତ୍ୟସନ୍ଧ କୂଳରେ ଜନ୍ମ ଗ୍ରହଣ କରିନ ଯଦି ଜନ୍ମ ଗ୍ରହଣ କରିଥାନ୍ତ ତାହେଲେ ପ୍ରଭୁଙ୍କର ପଦ ପୁଷ୍ପର୍ଶ କରି ମିଥ୍ୟା ବଚନ କହିନଥାନ୍ତ ଲଙ୍କପତି, ଆଏ ଶ୍ରୀରାମକୁ ବହୁ ପ୍ରିୟ କିଛି ଖାଇ ନାହିଁ ଆଏ ଗୋରା ଗୋରା ପ୍ରତିଦିନ ଆଇ ଝଡ଼ୁ ଯାଇ ଆଏ ଇନ୍ଦ୍ର ନିଜେ ଛେଳି ମେଣ୍ଢା କରି ଛବିଚାର ଆଏ ତାର କରୁଥିଲ ଧୁଇ ଧରି ଧନୁଷର ଜୟରା ଠାକୁର କୁହ ଲଙ୍କପତି, ତୁମେ ପ୍ରଭୁଙ୍କ ସାମ୍ନାରେ କଣ କହୁଥିଲ ମୁଁ ଖାଦ୍ୟକୁ ଗ୍ରହଣ କରିନି ତମେ ନୀତି ପ୍ରତିଦିନ ଖାଦ୍ୟକୁ ଗ୍ରହଣ କରିଛ ଲଙ୍କପତି, ଆଉ ତୁମେ କଣ ଇନ୍ଦ୍ରଜିତକୁ ଛେଳି ମେଣ୍ଢା ବୋଲି ଭାବୁଛ କହିଛି ନା ଆଗରୁ ଦାନବ ନୁହେଁ କି ମାନବ ନୁହେଁ ତାକୁ ସାମାନ୍ୟ ଭାବିବନି ଆଏ ପତ୍ର ଉପଟି ଝୁଳି ଯାଉଛି ରାମ ସୋଦର ଆଏ ପତ୍ର ଉପଟି ଝୁଳି ଯାଉଛି ରାମ ସୋଦର ଆଏ ଘରେ ଜନ୍ମଭୂମି ପକାଇ ଅଧୀର ଆଏ ତୁମିରୁ ଚିନ୍ତା କରି ନବିଥିଲେ ନାହାର ଲକ୍ଷ୍ମଣ କୁମାର ଲଙ୍କପତି, କହିଲେ ଆସିଲେନି ଯଥା ଶୀଘ୍ର ସେ ଇନ୍ଦ୍ରଜିତକୁ ବୋଧ କର ଲଙ୍କପତି, ଲକ୍ଷ୍ମଣ କୁମାର ମୁଇଁ ହଉଛି ସୁମିତ୍ରାଙ୍କର ଉଦରରୁ ସମ୍ଭୂତ ପିତା ଦଶରଥଙ୍କର ଔରସରୁ ଜାତ ସତ୍ୟସନ୍ଧ ବଂଶରୁ ଦାୟତ ଲକ୍ଷ୍ମଣ ହଉଛି ରାମଙ୍କର କନିଷ୍ଠ ଭ୍ରାତ ରଘୁକୁଳ ରୀତି ସଦା ଚଲି ଆଇ ପ୍ରାଣ ଯାଇ ପର ପ୍ରଜନନ ପାଇଁ ଲଙ୍କପତି, ଆମ ରଘୁବଂଶର ନିୟମ ହଉଛି ବଚନକୁ ରକ୍ଷା କରିବାକୁ ଯାଇ ଆମ ପ୍ରାଣକୁ ମଧ୍ୟ ବିସର୍ଜନ କରିପାରୁ ଲଙ୍କପତି, କିପରି ଯାଇ ଏହି ମୁହୂର୍ତ୍ତରେ ସେ ଇନ୍ଦ୍ରଜିତକୁ ପ୍ରାଣର ବିନାଶ କରୁଛି ଦେଖ ଲଙ୍କପତି, ଦେଖ ଆଏ ତୁମିର ପିଛା କରି ନବିଥିଲେ ନାହାର ଆଏ ତୁମିର ପିଛା କରି ନବିଥିଲେ ନାହାର ଆଏ ତୁମି ଘରେ ଥିଲେ ନିଜେ ରଣ ତରୁ ଜୟରା ଇନ୍ଦ୍ରଜିତ ପଦ ଅଗ୍ରସର କରିଯା ଏ ଲକ୍ଷ୍ମଣ ସହିତ ଯୁଦ୍ଧ କରିବା ପାଇଁ ଯୁଦ୍ଧ ଭୂମିକୁ ଆସିବା ପୂର୍ବରୁ ସମସ୍ତ ଗୁପ୍ତ ମନ୍ତ୍ରଣା ସୁବଳୟରେ କରିଦେବାର ଥିଲା ଲକ୍ଷ୍ମଣ କୁମାର ଏ ଯୁଦ୍ଧ ଭୂମିରେ ବୀରମାନଙ୍କ ମଧ୍ୟରେ ଶ୍ରେଷ୍ଠ ଇନ୍ଦ୍ରଜିତ ସମ୍ମୁଖରେ ଦଣ୍ଡାୟମାନ ହୋଇ ଯୁଦ୍ଧରେ ଅସ୍ଥିର ହୋଇ ଏ ରଣାଙ୍ଗନରେ ମନ୍ତ୍ରଣା ଚାଲିଛି ଇନ୍ଦ୍ରଜିତ, ତୁମ ପରି ବୀର ମୋର ବାମ ହସ୍ତର এই অঙ্গুলি সদৃশ রামানুজ লক্ষ্মণ সহ যুদ্ধ করা প্রস্তুত হয়ে যাও।
ଯକ୍ଷ ରକ୍ଷ ନର ମାନବ କପି ଭଲ୍ଲୁକ କୌଣସି ଶକ୍ତିକୁ ଏ ଇନ୍ଦ୍ରଜିତ ଖାତିର କରେ ନା ଲକ୍ଷ୍ମଣ କୁମାର। ଆଜି ତୁମକୁ ସଞ୍ଜୀବନ କୂଳକୁ ପେଶି ଦେବି ଲକ୍ଷ୍ମଣ, ସଜାଗ ହୋଇଯାଅ। କିଏ କାହାକୁ ତମ ଭୁବନକୁ ପେଶି ଦଉଛି ଏଇ ଯୁଦ୍ଧରେ ଜଣା ପଡିବ। ଆସ हे प्रभु मर्यादा पुरुषोत्तम प्रभु रामचंद्र ए अधम लक्ष्मण को कृपा करि थांतु, शक्ति मध्य देई थांतु। आज युद्धरे आपणकर से विजय पताका को उड़ाई आपण निकट को नहीं जीवी। प्रभु कृपा करंतु प्रभु। इंद्रजित कुहासारते ए संभाळ ए बाबा को संभाळ इंद्रजित छाड़ी देगा बोलो है
ମାୟାବୀ ରାକ୍ଷସ ଇନ୍ଦ୍ରଜିତକୁ ସବୁଦିନ ପାଇଁ ନିଧନ କରି ଆସିଛି। କଣ କହିଲ ଲକ୍ଷ୍ମଣ? ହଁ ପ୍ରଭୁ, ସଂସାରର ସମସ୍ତ ଯୋଦ୍ଧା ଯେତେବେଳେ ଇନ୍ଦ୍ରଜିତକୁ ଭୟ କରନ୍ତି, ତୁ ମୋର ସାନୁଜ ଇନ୍ଦ୍ରଜିତକୁ ବଦ୍ଧ କରିଛୁ। ଆପଣଙ୍କର ଆଶୀର୍ବାଦ ଲକ୍ଷ୍ମଣ। ପ୍ରଭୁ ଆଲିଙ୍ଗନ କର। ଆପଣଙ୍କର ଯାହା ପାଖରେ ଆଶୀର୍ବାଦ କୃପା ଅଛି, ସେ ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ସାଧ୍ୟ କରିପାରେ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। অতি আনন্দরে বিজে ষোল পর্বতে লক্ষ্মণ কাণ্ড কাঢ়িলে চলিতে অন্তে বিশল্য লেপিলে অনঙ্গ কহই নীতি শালীন সইতে ସୁସେନ ମାୟାବୀ ଇନ୍ଦ୍ରଜିତ ସଙ୍ଗତରେ ମୋର ସାନୁଜ ଲକ୍ଷ୍ମଣ ଯୁଦ୍ଧ କରି ତା ଶରୀର କ୍ଷତ ବିକ୍ଷତ ହୋଇଛି। ଯଥାଶୀଘ୍ର ବିଶଲ୍ୟ କର୍ମୀ ଦ୍ୱାରା ଏକ ଲେପନ ପ୍ରସ୍ତୁତ କର। ମୋର ସାନୁଜ ଲକ୍ଷ୍ମଣ ଶରୀରରେ ପ୍ରଲେପନ କର। ଆଜିର ଯୁଦ୍ଧ ଏଠାରେ ସ୍ଥଗିତ ରହିଲା। ଆସନ୍ତାକାଲି ପୁନଶ୍ଚ ଲଙ୍କା ଅଭିମୁଖେ ଯାତ୍ରା କରିବା, ସମସ୍ତ ଅସୁରମାନଙ୍କୁ ବିନାଶ କରିବା। ବର୍ତ୍ତମାନ ସୁବରାଗିରିକୁ ଅଭିମୁଖେ ଯାତ୍ରା କରିବା। ଚାଲ କପି ସୈନ୍ୟମାନେ। জয় শ্রীরাম। পরম সম্মানাস্পদ শ্রীরাম কথামৃত মন্দাকিনী বিধৌত সমস্ত ভক্তবৃন্দ, মোর বরেণ্য মা মানে ভৌণী মানে সমস্ত আন্তরিক শুভেচ্ছা অভিবাদন কৃতজ্ঞতা জ্ঞাপন করছি। এই অনুষ্ঠানকু মুক্ত হস্ତରେ প্রদান କରିଥିବା କିଛି ବରେଣ୍ୟ ବକ୍ତାମାନଙ୍କର ଦାତାମାନଙ୍କର ତାଙ୍କର ଦାନର ପରିମାଣକୁ ମୁଁ ଆପଣମାନଙ୍କ ପାଖରେ କିଛି ସମୟ ପାଇଁ ପଠନ କରୁଛି। ଏହାପରେ ଆପଣମାନେ ଯାହାକୁ ଅପେକ୍ଷା କରିଛନ୍ତି, ଯେଉଁ ଲକ୍ଷ୍ମଣ ଶକ୍ତି ଭେଦ, ସେ ପ୍ରସଙ୍ଗ ଆପଣମାନେ ଦର୍ଶନ କରିବେ। ଅଳ୍ପ ସମୟ ପାଇଁ ମୁଁ ଆପଣମାନଙ୍କୁ ରାମ କଥା ଭିତରୁ ବିଚ୍ୟୁତ କରିଥିବାରୁ ଦୁଃଖିତ ମର୍ମାହତ। ସର୍ବଶ୍ରୀ ଦେବୀ ପ୍ରସାଦ ପରିଡ଼ା ଚନ୍ଦନ ସାହି 501 ଟଙ୍କା, ପୂର୍ଣ୍ଣଚନ୍ଦ୍ର ବେହେରା ଚନ୍ଦନ ସାହି 201 ଟଙ୍କା, ଆକାଶ ବେହେରା ଚନ୍ଦନ ସାହି ଶରୀର ଆରୋଗ୍ୟ ପାଇଁ ହରିବଲ ନିମନ୍ତେ 51 ଟଙ୍କା, ଦୁଷ୍ମନ୍ତ ସାହୁ ଦୌଳ ସାହି 201 ଟଙ୍କା, ଜୀବନ ଚୌଧୁରୀ ବଜାର ସାହି 301 ଟଙ୍କା, ହରପ୍ରସାଦ ଦାସ ମୋରଡ଼ା ଶାସନ ପାରିକୁଦ 501 ଟଙ୍କା, ପ୍ରଭୁଦତ୍ତ ପଟ୍ଟନାୟକ ଚନ୍ଦନ ସାହି 101 ଟଙ୍କା, ଜମ୍ବୁ ପ୍ରଧାନ ଦେଉଳ ସାହି 51 ଟଙ୍କା, ନିରଞ୍ଜନ ପ୍ରଧାନ ଦେଉଳ ସାହି 501 ଟଙ୍କା, ମନୁ ପ୍ରଧାନ ଦେଉଳ ସାହି 201 ଟଙ୍କା, ରବି ଦଳୀ ବଡ଼ ପୋଖରିଆ ଶରୀର ଆରୋଗ୍ୟ ପାଇଁ ହରିବଲ ନିମନ୍ତେ 200 ଟଙ୍କା, ଶୁଭମ ରାଉତ ତୋଟାପଡ଼ା ସୀତାଙ୍କୁ ଶାଢ଼ୀ ସାୟା ବ୍ଲାଉଜ ସହ 110 ଟଙ୍କା, ବିରଞ୍ଚି ନାରାୟଣ ପ୍ରଧାନ ଦେଉଳ ସାହି 510 ଟଙ୍କା, ଦଣ୍ଡୁ ବେହେରା ମଝି ସାହି 11 ଟଙ୍କା, ବିକ୍ରମ ଜେନା ଚନ୍ଦନ ସାହି 510 ଟଙ୍କା, ରାମନାଟକ ଅନୁଷ୍ଠାନ ହରିବଲ ପାଇଁ 100 ଟଙ୍କା, ଲକ୍ଷ୍ମୀଧର ବରାଳ ଚନ୍ଦନ ସାହି 70 ଟଙ୍କା, ଗଦାଧର ପଲେଇ ଅଭୟମୁଖୀ 301 ଟଙ୍କା, ଜୟକୃଷ୍ଣ ବେହେରା ପଟୁଆବାଡ଼ିଆ ସାହି 101 ଟଙ୍କା, ଦେବେନ୍ଦ୍ର ନାୟକ ଚନ୍ଦନ ସାହି 505 ଟଙ୍କା, ଲକ୍ଷ୍ମୀଧର ମାହାଣା ଦେଉଳ ସାହି ଲକ୍ଷ୍ମୀ ମାହାଣା ଦେଉଳ ସାହି 101 ଟଙ୍କା, ରବୀନ୍ଦ୍ର ପ୍ରଧାନ ଚନ୍ଦନ ସାହି 501 ଟଙ୍କା, ପଠାଣି ଦାସ ମଠପାଟଣା 101 ଟଙ୍କା, ଶିବ ନାୟକ ଚନ୍ଦନ ସାହି 200 ଟଙ୍କା, ରାଜା ପ୍ରଧାନ ଅର୍ଜୁନପୁର ହରିବଲ ପାଇଁ 50 ଟଙ୍କା, ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଚନ୍ଦନ ସାହି ହରିବଲ ପାଇଁ 201 ଟଙ୍କା, କୈଳାସ ସାମନ୍ତରା ଦେଉଳ ସାହି 205 ଟଙ୍କା, ଯଶୋବନ୍ତ ବେହେରା ବଡ଼ବାଡ଼ିଆ ସାହି 51 ଟଙ୍କା, ସୁକାନ୍ତ ବେହେରା ବିଷ୍ଣୁପୁର ସାହି 51 ଟଙ୍କା, ସୁରେନ୍ଦ୍ର ବେହେରା ପୂର୍ବତନ ସରପଞ୍ଚ 502 ଟଙ୍କା, ଦୁର୍ଜ ବେହେରା ନଈକୂଳ ସାହି ହରିବଲ ପାଇଁ 50 ଟଙ୍କା, ସହଦେବ ପ୍ରଧାନ ଅଭିମାନପୁର ସୀତାଙ୍କୁ ଶାଢ଼ୀ ସହ 100 ଟଙ୍କା, ବିନାଥ ଜେନା ବିଧାରପୁର ଠାକୁରଙ୍କୁ 21 ଟଙ୍କା, ମନୁ ସାହୁ ବଜାର ସାହି 51 ଟଙ୍କା, ଦୁର୍ଯ୍ୟୋଧନ ସେଠୀ ଚନ୍ଦନ ସାହି 101 ଟଙ୍କା, ମାଧବ ଚନ୍ଦ୍ର ପ୍ରଧାନ ଦେଉଳ ସାହି 201 ଟଙ୍କା, ସଜନୀ ବେହେରା ବଡ଼ବାଡ଼ିଆ ସାହି 21 ଟଙ୍କା, ବଳଭଦ୍ର ଦାସ
ବଜାର ସାହି 101 ଟଙ୍କା, ପୂର୍ଣ୍ଣ ବେହେରା ଧାନଗର ସାହି ହରିବୋଲ ପାଇଁ 52 ଟଙ୍କା, ରଘୁନାଥ ବିଶ୍ୱାଳ ଦେଉଳ ସାହି 100 ଟଙ୍କା, ଲୁଡୁଲ ଟୁଡୁଲ 20 ଟଙ୍କା, ଦୀନବନ୍ଧୁ ମହାରଣା ଦେଉଳ ସାହି 500 ଟଙ୍କା, କୃଷ୍ଣଚନ୍ଦ୍ର ସାହୁ ବାଲିପାଟପୁର ଚନ୍ଦନ ସାହି 501 ଟଙ୍କା, ଗୋଲକ ବିହାରୀ ପଟ୍ଟନାୟକ ଚନ୍ଦନ ସାହି 1001 ଟଙ୍କା, ସନ୍ତୋଷ ପାତ୍ର ବଜାର ସାହି 51 ଟଙ୍କା।